नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मोकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं ततो भूत त्रिवृत ओंकारो जो व्यक्त प्रभवः स्वराट् जत्ततलिंगं भगवतो ब्रह्मण परमात्मनः शृणोति जम इमं स्फुटं सुप्तश्रुत्रे च शून्यदृक् येन वाग्व्यज्यते यस्य व्यक्तिराकाश आत्मनः। परम भगवत भक्त श्रीपाद सुतदेव गोस्वामी पुराणाचार्य शौनकादि मुनि मानक सम्मुखरे कहिले, मुनिगण समाहित चित्त ब्रह्मांक अंतःकरण भितर जो नाद अनुभूत हला से नाद एक विशेष वस्तु, एक विशेष सत्ता, सामान्य पदार्थ नुहे। स्फोट बा नाद ये होछि जत्तत लिंगं भगवतो ब्रह्मणः परमात्मनः। जो सत्ता ब्रह्म परमात्मा प्रभृति शब्द रे बाचित हुए स्वयं भगवान बोली आमे जो तत्व को निर्देश करू विश्व स्रष्टा, विश्व नियंता, विश्वाधार, विश्वमय विश्वात्मा बोली आमे जहां को कहू ताहंकर ये चिन्ह स्वरूप तत्पदार्थर लिंग स्वरूप लिंग चिन्ह गोटे वस्त्र गोटे सीन पड़ी तार पटे गोटे लोक अच्छी से तो देखा जाऊनी किंतु सीन जिते बड़े हलुची जो जगह आमे लक्ष्य करुचे ये से लोकटा अच्छी परदा टे पड़ी परदार पटे लोकटे लुचि जो परदा टे ठेली होची तार हाथ कि कांध कि मुंड लगिकी आमे अनुभव करुचु ये अच्छी हाँ तो व्यक्ति तो देखा जाऊनी किंतु तार सूचना मिलुछि इठी अच्छी बोली। मेघमाला भितर चंद्रमा लुचि जाइछि नहीं कि चंद्र लुचि जाउछि केतेबेले दुषि जाउछि केतेबेले लुचि जाउछि। जेतेबेले चंद्र अदृश्य अवस्था रे अछि पिला माने देखुचंदी लक्ष्य करि पारुचंदी अनुभव करि पारुचंदी जे एठी चंद्रटा एबे अछि जदिओ चंद्र देखा जाउनी मेघर पश्चात देश रे रहिछि किंतु एठी वर्तमान अछि एक जो स्थान रे चंद्र अछि सेठु एक उज्ज्वल आभा
ପିଲାମାନେ ଲକ୍ଷ୍ୟ କରୁଛନ୍ତି। ସେଠି ମେଘଖଣ୍ଡ ଉଜ୍ଜଳ ଦେଖାଯାଉଛି, ଧଳା ଦେଖାଯାଉଛି, ତୋଫା ଦିଶୁଛି। ତେଣୁ ଆମେ ଲକ୍ଷ୍ୟ କରୁଛୁ ଏଇଠି ଚନ୍ଦ୍ରମାଟା ଅଛି। ଏଇ ଉଜ୍ଜଳାଂଶ ମେଘର ସେଇ ଅଂଶଟି ଯେ ଉଜ୍ଜଳ ହେଇଯାଇଛି, ସେ ଉଜ୍ଜଳାଂଶଟି ଚନ୍ଦ୍ରମାର ସ୍ଥିତିର ସୂଚନା ଦେଉଛି। ଏଇଭଳିଆ ଏଇ ଯୋଉ ଧ୍ୱନି ଅନ୍ତଃକରଣ ଭିତରୁ ଉତ୍ଥିତ ହେଉଛି, ଏଇ ଧ୍ୱନି ସୂଚନା ଦେଉଛନ୍ତି ଯେ ଏଠି ଈଶ୍ୱର ଅଛନ୍ତି ରେ। ଈଶ୍ୱରଙ୍କର ସ୍ଥିତିର ଈଶ୍ୱର ଭଗବାନ ଅଛନ୍ତି, ଇଏ ତାର ସୂଚନା ଦେଉଛି। ଏବଂ ସେଇ ସୂଚନାକୁ ସୂତ୍ର କରି ଆମେ ଯଦି ଅନୁସନ୍ଧାନ କରିବା ବସ୍ତୁକୁ ପାଇଯିବା। କାରଣ ସେଠୁ ସୂଚନା ମିଳିଲାଣି, ତ ତାର ଅସ୍ତିତ୍ୱର ସୂଚନା ମିଳିଲାଣି। ସେଇ ସୂଚନାକୁ ଧରି ଅନୁସନ୍ଧାନ କଲେ ଆମେ ବସ୍ତୁ ସତ୍ତାକୁ ପାଇଯିବା। ଠିକ ତଦ୍ରୂପ ଏ ଯୋଉ ନାଦ ହୃଦୟ ଗହ୍ୱରରୁ ବ୍ରହ୍ମାଙ୍କର ଉତ୍ପନ୍ନ ହେଲା ବା ଜୀବମାନଙ୍କର ଉତ୍ପନ୍ନ ହେଉଛି ଜୀବ ମାତ୍ରେ, ତାହା ମନୁଷ୍ୟ ସାଧନ ଭଜନ ଦ୍ୱାରା ଅନୁଭବ କରିପାରୁଛି। ଅନ୍ୟ ପଶୁ ପକ୍ଷୀ ତ ପାରିବେନି, ତାଙ୍କର ସେ ଅଧିକାର ନାହିଁ। ଈଶ୍ୱରାନୁଭୂତି ଧର୍ମାଚରଣ ରେ କେବଳ ମନୁଷ୍ୟର ଅଧିକାର ଅଛି, ଅନ୍ୟ ଜୀବମାନଙ୍କର ଅଧିକାର ନାହିଁ। ତେଣୁ ସେମାନେ ଧରିପାରୁନାହାନ୍ତି। ମାତ୍ର ଏ ନାଦ ଜୀବସତ୍ତା ମାତ୍ରେ ସମସ୍ତଙ୍କ ହୃଦୟରୁ ଉତ୍ଥିତ ହେଉଛି। ଯାହା ହଉ ପୂର୍ଣ୍ଣେନ୍ଦ୍ରିୟ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି, ସୂକ୍ଷ୍ମ ଶରୀର ଓ ସ୍ଥୂଳ ଶରୀରର ପୂର୍ଣ୍ଣ ବିକାଶ ଯେଉଁମାନଙ୍କର ସରିଲାଣି, ମର୍କଟ ମନୁଷ୍ୟାଧିକ, ଭଲ୍ଲୁକାଧିକ, ଏମାନଙ୍କର ହୃଦଗହ୍ୱରରେ ସହଜରେ ନାଦ ଅନୁଭୂତ ହବ। ଈଶ୍ୱର ଲକ୍ଷଣ, ଈଶ୍ୱର ସୂଚକ, ଭଗବତ ସ୍ଥିତିର ଲକ୍ଷଣ ସ୍ୱରୂପ এই নাদ, ଏ ନାଦଟି ଓଙ୍କାର ମୁନିଗଣ, ଓଙ୍କାର ଓଙ୍କାରକୁ ସ୍ପଷ୍ଟ ଭାବରେ ଗୀତା କହିଲେ ଓମ୍ ଇତି ଏକାକ୍ଷର ବ୍ରହ୍ମ ବ୍ୟାହରଣ ମାମନୁସ୍ମରଣ ଯଃ ପ୍ରୟାତି ତ୍ୟଜନ ଦେହ ସଜାତି ପରମଂ ପଦମ୍। ସେ ବ୍ୟକ୍ତି ୟାକୁ ସ୍ମରଣ କରି କରି ଏଇ ନାଦ ଉପରେ ଲୟ ସ୍ଥାପନ କରି ଯେ ଦେହ ତ୍ୟାଗ କରେ, ବ୍ୟାହରଣ ମାମନୁସ୍ମରଣ, এই ଓଙ୍କାର ଶବ୍ଦଟି ଈଶ୍ୱରଙ୍କ ସ୍ମାରକ, ଯେମିତି ସୂଚକ ସେମିତି ସ୍ମାରକ। ଈଶ୍ୱର ସ୍ମୃତି ଜାଗ୍ରତ କରାଇ ଦେଉଛି, ଈଶ୍ୱର ସ୍ମୃତି ଜାଗ୍ରତ କରାଇ ଦେଉଛି। ପିତା ଚାଲିଗଲେ, ତାଙ୍କ ଚଷମାଟି ଅଛି। ଯେତେବେଳେ ଚଷମାଟିକି ଆମେ ଦେଖୁଛୁ, ପିତା ସ୍ମରଣକୁ ଆସି ଯାଉଛନ୍ତି, ତାଙ୍କ ସମ୍ବନ୍ଧ ଯୁକ୍ତ। କିନ୍ତୁ ଗୀତା ଏଠି କହୁଛନ୍ତି ସାକ୍ଷାତ ବ୍ରହ୍ମସ୍ୱରୂପ ଓଙ୍କାର, ଓମିତ୍ୟେକାକ୍ଷରଂ ବ୍ରହ୍ମ। ତେବେ ଅକ୍ଷର ବ୍ରହ୍ମ ବୋଲି କହୁଛନ୍ତି, ପରମ ବ୍ରହ୍ମ ବୋଲି କହୁନାହାନ୍ତି, ଅକ୍ଷର ବ୍ରହ୍ମ ବୋଲି କହୁଛନ୍ତି। ଓମିତ୍ୟେକାକ୍ଷରଂ ବ୍ରହ୍ମ, ସାକ୍ଷାତ ଈଶ୍ୱର ବୋଲି କହୁଛନ୍ତି। ଆଉ ଗୋଟେ ଜାଗାରେ ଶ୍ରୀମଦ ଭଗବତ ଗୀତା କହୁଛନ୍ତି ଓଂ ତତ୍ ସଦୀତି ତ୍ରିବିଧ ଈଶ୍ୱର ଶ୍ରୁତ ଓଂ ତଚ୍ଛଦୀତି ଓଂ ତତ୍ ସତ୍। ଏ ତିନୋଟି ଭଗବାନଙ୍କର ନାଁ।
ନାମ। ଆଉ ଯୋଉ ରାମ ଗୋବିନ୍ଦ କୃଷ୍ଣ ଗୋପାଳ ଇତ୍ୟାଦି ସବୁ ଆମେ ନାମ ଦେଇଛୁ, ଏଗୁଡା ନା ନେଇ, ଏଗୁଡା ନିକ୍ ନେମ୍, ଡାକ ନା। ଏଇଟା ତାଙ୍କର ନକ୍ଷତ୍ର ନିଷ୍ପନ୍ନ ଜାତକ କୋଷ୍ଠୀ ଚକ୍ର ଜନ୍ମ କୋଷ୍ଠୀରେ ନାକ୍ଷତ୍ରିକ ଗଣନା ଅନୁସାରେ ଗୋଟିଏ ଅକ୍ଷରକୁ ଧରି ନାମକରଣ କରାଯାଏ। ସେଇଟା ହଉଛି ଜୀବର ପ୍ରକୃତ ନାମ। ଏବଂ ଏମିତି ଟୁନି ମୁନି କୁଣ୍ଡି କିମ୍ବା ରାମକୃଷ୍ଣ ଗୋବିନ୍ଦ ଗୋପାଳ ଇଚ୍ଛା ଅନୁସାରେ ନାମ ଦେବା ପାଇଁ ଆମର ଶାସ୍ତ୍ର ନିର୍ଦ୍ଦେଶ କରିନାହାନ୍ତି। ହଁ, ଶ୍ରଦ୍ଧାରେ ଆମେ ଡାକିଲେ ସେ କିଛି କଥା ନାହିଁ। ଶ୍ରଦ୍ଧାରେ ଆମେ ବାପରେ ଧନରେ ଡାକୁନେ କି, ସେ ଅଲଗା। କିନ୍ତୁ ଜୀବଟାର ପ୍ରକୃତ ନାମକରଣ କରିବାକୁ ହେଲେ ନାକ୍ଷତ୍ରିକ ବିଚାର ଅନୁସାରେ ସେଇଟା ହଉଛି ତାର ପ୍ରକୃତ ନା। ସେଇ ନାଁର ପ୍ରଭାବ ତା ଉପରେ ପଡିବ। ନକ୍ଷତ୍ରର ପାଦକୁ ଧରି ସେ ନାମ ନିର୍ଣ୍ଣୟ କରିବାକୁ କହେ। ଏମିତି ସମସ୍ତଙ୍କର କୋଷ୍ଠୀ ଚକ୍ରରେ ନାକ୍ଷତ୍ରିକ ହିସାବ ଅନୁସାରେ ନାମ ନିରୂପଣ କରାହେଇଛି। ନିଜ ନିଜ କୋଷ୍ଠୀ ଚକ୍ରରେ ମିଳିବ କାହାର କି ନାଁ ଦିଆହେଇଛି। ଜାତକ ନାମ। ଏମିତି ଭଗବାନଙ୍କର ଯଦି କୋଷ୍ଠୀ ଚକ୍ର ଦେଖିବା, ତାଙ୍କ ସ୍ୱଭାବ ଚରିତ୍ର ପରମବ୍ରହ୍ମ ପରମେଶ୍ୱରଙ୍କର ଏ ତିନିଟା ନାଁ ବାହାରୁ। ଆମର ଗୋଟିଏ ଗୋଟିଏ ନା, ଆମର ତିନିଟା ନା। ଓମ୍ ତତ୍ ସତ୍ ଇତି ବ୍ରହ୍ମଣ ତ୍ରିବିଧ ଶ୍ରୁତ। ବ୍ରହ୍ମଙ୍କର ଏ ତିନୋଟି ନା। ତତ୍ କହିଲେ ତାଙ୍କୁ ବୁଝାଏ, ସତ୍ କହିଲେ ତାଙ୍କୁ ବୁଝାଏ, ଓମ୍ କହିଲେ ତାଙ୍କୁ ବୁଝାଏ। ଓମ୍ ଅକ୍ଷରଟା ଭଗବାନଙ୍କର ନାମ ବିଶେଷ ବୋଲି କହୁଛନ୍ତି। ଓମ୍ ବୋଲିକିରି ଡାକିଲେ ସେ ଶୁଣିବେ। ହଁ କହିବେ, ହଁ ହଁ କେ ମୁଁ ଏଠି ଅଛି, ରହ ଟିକେ ଯାଉଛି। ଯେମିତି ରାମ ନାମକ ବ୍ୟକ୍ତିକୁ, ରାମପ୍ରସାଦ ନାମକ ବ୍ୟକ୍ତିକୁ ଆମେ ଡାକିଲେ ରାମପ୍ରସାଦ ନୁହେଁ କି, ଆଜ୍ଞା ହଜୁର ଯାଉଛି ଆଜ୍ଞା, ସହସ୍ର ଲୋକ ଭିତରୁ ସେ ଉତ୍ତର ଦେଲା ରାମପ୍ରସାଦ। ସେମିତି ଓମ୍ ଧ୍ୱନି କଲେ ଭଗବାନ ସବୁ ହଁ କରିବେ। ହଁ ହଁ ର। ଓଙ୍କାର, এই ଓଙ୍କାର ତ୍ରିବୃତ ତିନୋଟି ଧ୍ୱନିର ଏକ ମିଳିତ ସତ୍ତା, ତିନୋଟି ନାଦର ଏକ ମିଳିତ ସତ୍ତା ଧ୍ୱନ୍ୟାତ୍ମକ। ହୃଦୟ ଭିତରୁ ଯେ ବାହାରୁଛି ଅବଶ୍ୟ ସେ ଅବ୍ୟାକତ, ସେ ଆହୁରି ଆକାଶରେ ବ୍ୟାପ୍ତ ହେଇନି। ହୃଦୟ ଆକାଶରେ କେବଳ ବ୍ୟାପ୍ତ, ବାହାର ଆକାଶରେ ବ୍ୟାପ୍ତ ହଉନି। ବାହାର ଆକାଶକୁ ସେ ଆସିପାରୁନି। ଆହୁରି ସ୍ଥୂଳ ହେଲେ ବାହାର ଆକାଶକୁ ଆସିବ, ଆହୁରି ସ୍ଥୂଳ ହେଲେ ବାହାର ଆକାଶକୁ ଆସିବ। ସେ ଏତେ ସୂକ୍ଷ୍ମ ସେ ନାଦ ଯେ ବାହାର ଆକାଶକୁ ସେ ଆସୁନି। ହୃଦୟ ଆକାଶ ବୋଲି ଗୋଟେ ଅଛି, ସେ ହୃଦୟ ଆକାଶରେ ସେ ଧ୍ୱନିତ ହଉଛି। ବାହାର ଆକାଶକୁ ଯଦି ଆସିଯାଆନ୍ତା ତାହେଲେ ତ ଆମର ଏ କାନକୁ ଶୁଭନ୍ତା, ଏ କାନକୁ ଶୁଭନ୍ତା। ଆମେ ଜଣ ଛାତିରେ କଣାଟେ କରି ଯଦି କାନେଇବା, ସେଠି ଓଙ୍କାର ଧ୍ୱନି ଯେ ଉତ୍ଥିତ ହଉଛି ସେଟା ଶୁଭିବନି। ଇଏ କାନ ଆମର ଆକାଶର ଗୁଣକୁ କେବଳ ଧରିପାରିବ, ଏହାର କାପାସିଟି ସେତିକି। ଆକାଶରେ ଯେଉଁ ଧ୍ୱନି ବ୍ୟାପ୍ତ, ଆକାଶରେ ଗତିଶୀଳ ଧ୍ୱନି କି ଏ କାନ ଧରିପାରିବ। ଆକାଶରେ ଯେ ଗତି କରୁନି ତାକୁ ଏ କାନ ଧରିପାରିବନି। ଆକାଶରେ ଗତି କରୁଥିବା ଖୁବ୍ କମ୍ ଡେସିବଲ
ଧ୍ୱନିର ୟୁନିଟ୍ ଡେସିବୁଲ, ଏତେ ଡେସିବୁଲ ସେତେ ଡେସିବୁଲ, ଇଂରାଜୀ ଶବ୍ଦଟା, ସାଇନ୍ସ ଶବ୍ଦ। ଯେମିତି ଏତେ ଗ୍ୟାଲନ ପାଣି କି ଏତେ ଲିଟର ପାଣି, ପାଣିର ମାପକ 5 କିଲୋ ମାଟି, ନାଇଁ କି? ସେମିତିକା ପବନର ମଧ୍ୟ ୟୁନିଟ୍ ଅଛି, ଆକାଶର ୟୁନିଟ୍ ନାହିଁ। ଆକାଶର ପଦାର୍ଥ ନଥିବାରୁ, ତାର ପଦାର୍ଥତ୍ୱ ନଥିବାରୁ ତାର ମାପକ ନାହିଁ। ଧ୍ୱନିର ମାପକ ଗୋଟେ, ଧ୍ୱନିର ମାପକ ଆମର ଏ ଜଗତରେ ଶୁଣିବାକୁ ମିଳୁନି। ଅଧ କିଲେ ନାଚ ଗୀତ ଶୁଣିଲି, ନାଇଁ କି 6 ମାଣ ନାଟକ ଶୁଣିଲି, ସେମିତି ଆମେ ମାପୁନେ। ବୈଜ୍ଞାନିକ ମାନଙ୍କର ଦରକାର ହଉଛି, ବୈଜ୍ଞାନିକ ମାନଙ୍କର ନାଦର ପ୍ରଭାବ, ଧ୍ୱନିର ପ୍ରଭାବ ଦରକାର ହଉଛି। ତେଣୁ ସେମାନେ ତାର ଗୋଟେ ମାପକ ନିର୍ଣ୍ଣୟ କରିଛନ୍ତି, ସେଇଟା ହଉଛି ୟୁନିଟ୍। ବାୟୁର ପରିମାଣଗତର ଆବଶ୍ୟକତା ନାହିଁ, କିନ୍ତୁ ବାୟୁର ଚାପର ମାପକ ଅଛି। ବାୟୁର ଚାପ, ଲଘୁଚାପ, ଗୁରୁଚାପ, ବାୟୁର ଗତିର ଯୋଉ ଚାପ ତାର ଅଛି ମାପକ। ତାକୁ ଡେସିବୁଲ କହନ୍ତି ଶବ୍ଦ। ଅତି ଲୋ ଡେସିବୁଲ ହେଲେ ଏ କାନ ଧରିପାରିବନି, ଅତି ଲୋ ଡେସିବୁଲ ହେଲେ ଏ କାନ ଧରିପାରିବନି। ଏବଂ ବହୁ ଦୂରରେ ଯୋଉ ଧ୍ୱନି ହଉଛି ସେ କମି 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 ଆସି ଡେସିବୁଲ ଅଛି, ଆଉ ଫ୍ରିକ୍ୱେନ୍ସି ଅଛି ନାଦର, ଟୁ ଆଣ୍ଡ ଫ୍ରୋ ମୋସନ, ତାକୁ ଫ୍ରିକ୍ୱେନ୍ସି କୁହାଯାଏ। ଗତି, ତଳ ଉପର ଗତିଶୀଳତା। ଏ ଫ୍ରିକ୍ୱେନ୍ସି ଯଦି କମିଯିବ ଏ କାନ ଶୁଣିପାରିବନି, ଫ୍ରିକ୍ୱେନ୍ସି ଯଦି ବଢିଯିବ ଏ କାନ ଶୁଣିପାରିବନି। 20,000ରୁ 30,000, 20 କିଲୋ, 2 କିଲୋ ତ ନା 20 କିଲୋ, 20 କିଲୋ, କିଲୋ ବୋଲେ 1000, କିଲୋ ସାଇକେଲ, 20 କିଲୋ ସାଇକେଲରୁ 30 କିଲୋ ସାଇକେଲ ପର୍ଯ୍ୟନ୍ତ ଏ କାନ ଶୁଣିପାରିବ। 20 କିଲୋ ସାଇକେଲରୁ 30 କିଲୋ ସାଇକେଲ, 20 ଠୁ ତଳକୁ କମିକି ଆସି 15, 16, 17 କିଲୋ ପର୍ଯ୍ୟନ୍ତ ଶୁଣି ହଉଛି ଅତି ଧୀର ସ୍ୱରରେ। 30 ଠୁ ଉପରକୁ 31, 32 ପର୍ଯ୍ୟନ୍ତ ଶୁଣି ହବ, ଆଉ ଶୁଣି ହବନି। ଏ କାନର ଫଙ୍କସନିଂ ମାତ୍ର ଏତିକି। 3ଟା ଶୂନ ହେଲେ କିଲୋ, 20,000 ସାଇକେଲ। ଆମର ଯୋଉ ରେଡିଓ ଟିଭି ଫିଭି ଆସୁଛି ଏଗୁଡାକ 50 ମେଗା ସାଇକେଲ, 55 ମେଗା ସାଇକେଲ, 60 ମେଗା ସାଇକେଲ। ମେଗା କହିଲେ 12ଟା ଶୂନ। ଆଜିକାଲି ସାଇକେଲ ନାହିଁ, ହଜ ହେଇଗଲାଣି, କିଲୋ ହଜ। ଯାହା ସେଗୁଡାକ ଏମିତି ସବୁ ରହିଛି। ଏସବୁ ଧ୍ୱନିର ମାପକ। ଧ୍ୱନିଟା ଦରକାର ହଉଛି ସାଇନ୍ସ ପାଇଁ। ଏ ଧ୍ୱନିର ଅନ୍ତଃକରଣ ଭିତରେ ସେମିତି କିଛି ବିଶେଷ ପ୍ରାକୃତିକ ବୈଶିଷ୍ଟ୍ୟ ଥିବାରୁ, ନେଚର ସହିତ ତାର ଗଭୀର ସମ୍ବନ୍ଧ ଥିବାରୁ ଧ୍ୱନି ଉପରେ ବହୁତ ଗବେଷଣା କରିଛନ୍ତି ଆଧୁନିକ ବିଜ୍ଞାନ ଶାସ୍ତ୍ର, ବହୁତ ଗବେଷଣା କରିଛି। କାହିଁକିନା ଏଟା ମୂଲ୍ୟବାନ ବସ୍ତୁରେ ତ ଧ୍ୱନିଟା, ଏ ଦେଖୁନାହାନ୍ତି ଈଶ୍ୱର ପ୍ରାପ୍ତି କରାଇ ଦଉଛି। ଧ୍ୱନିଟା ଈଶ୍ୱରଙ୍କର ପ୍ରାପକ, ଭଗବତ ପ୍ରାପକ। ଯତତ ଲିଙ୍ଗ ଭଗବତ, ଭଗବାନଙ୍କର ଏ ହଉଛି ଲିଙ୍ଗ ସ୍ୱରୂପ। ତତୋଭୂତ ତୀବ୍ରତ ଓଙ୍କାର, ସେ ଓଙ୍କାର ଯେତେବେଳେ ଜାତ ହେଲା, ବ୍ରହ୍ମା ଅନୁଭବ କଲେ, ଏଇ ଯୋଉ ଧ୍ୱନିଟା ବ୍ରହ୍ମାଙ୍କ ହୃଦୟରେ ବାହାରିଲା। ସୁତଦେବ କହୁଛନ୍ତି, ମୁନିଗଣ ଶୃଣନ୍ତି ଯୋ ଏମଂ ସ୍ଫୁଟଂ ସୁପ୍ତ ସୂତ୍ରେ ଚ ଶୂନ୍ୟ ଦୃକ୍ ଯେନ ବାଗ୍ ବ୍ୟଜ୍ୟତେ ଯସ୍ୟ ବ୍ୟକ୍ତିରାକାଶମାତ୍ମନଃ। ଶୃଣନ୍ତି ଯ ଇମୋ ସ୍ଫୁଟଂ ସୁପ୍ତ ସୂତ୍ରେ ଚ ଶୂନ୍ୟ ଦୃକ୍। ଯେଉଁ ବ୍ୟକ୍ତି এই স্ফোট ଶୁଣନ୍ତି, ଏଠି ସ୍ଫୋଟ ଶବ୍ଦଟାର ଅର୍ଥ କିଛି ଆମେ କରିପାରିବାନି।
ସ୍ଫୋଟ ଶବ୍ଦର ସେମିତି କିଛି ଉତ୍କଳୀୟ ଅର୍ଥ ବା ପ୍ରାକୃତ ଅର୍ଥ ହେଇନି। ନାଦ, ବାଣୀ, ଧ୍ୱନି ଏମିତି କହିବା ସିନା। ସ୍ଫୋଟ କହିଲେ ଏଗୁଡାକ ତ ସ୍ଫୁଟନ ଯେ ଅସ୍ଫୁଟିତ ଅବସ୍ଥାରେ ଥିଲା, ନିଷ୍କ୍ରିୟ ଅବସ୍ଥାରେ ଥିଲା, ପ୍ରଥମ ତାର ଗୋଟେ କ୍ରିୟା ପ୍ରକାଶ ହେଲା ଯୋଉଥିରେ ଧରି ହବ। ଯଦିଓ ସୂକ୍ଷ୍ମାତି ସୂକ୍ଷ୍ମ ଅବସ୍ଥାରେ ଥିଲେ ସ୍ଫୋଟ। ସ୍ପନ୍ଦରୁ ଜାତ ହେଉଥିବା ଧ୍ୱନିଟା ହେଲା ସ୍ଫୁଟ, ସ୍ପନ୍ଦନଟା ନୁହେଁ। ସ୍ପନ୍ଦନରୁ ଜାତ ଧ୍ୱନି। ଗୋଟେ ଘଣ୍ଟା ଅଛି, ଆମେ ଡେଙ୍ଗ କରି ଗୋଟେ ଆଘାତ ତା ଦେହରେ ଦେଲେ, ହାତୁଡ଼ିରେ ଗୋଟେ ପ୍ରହାର ଦେଲେ, ତା ଦେହରେ ଝେଙ୍ଗ କରି ଆୱାଜ ବାହାରୁଛି। ସେଇଟା ଏମିତି ଥରୁଛି ବହୁ ସମୟ ପର୍ଯ୍ୟନ୍ତ। ଅତି ସୂକ୍ଷ୍ମ ଭାବରେ ଘଣ୍ଟାଟା ଆଘାତ ପାଇଲା ପରେ ଥରୁଛି। ସେଇ ଥରିବା କମ୍ପନ ଯଦି ବନ୍ଦ ହୋଇଯିବ ଆଉ ଝେଙ୍ଗ ଆବାଜ ଶୁଭିବନି। ତାର ଥରିବା ଯେତେ କମି କମି ଆସିବ, ଝିଙ୍କାର ଶବ୍ଦ ସେତିକି କମି କମି ଆସିବ। ପରିଶେଷରେ ସମ୍ପୂର୍ଣ୍ଣ ଯେତେବେଳେ ବନ୍ଦ ହୋଇଯିବ, ତାର କମ୍ପନ, ଝିଙ୍କାର, ନାଦ ମଧ୍ୟ ବନ୍ଦ ହୋଇଯିବ। ସେଇ ଯୋଉ କମ୍ପନ ତାକୁ ସ୍ପନ୍ଦ କୁହାଯାଏ। ସ୍ପନ୍ଦରୁ ଯୋଉ ଧ୍ୱନିଟା ବାହାରିଲା, ଝିଙ୍କାର, ଏଇଟା ହେଲା ସ୍ଫୋଟ। ସ୍ପନ୍ଦ ଆଉ ସ୍ଫୋଟ ତ ଅଚଳ ଧ୍ରୁବ ଆମର ବ୍ରହ୍ମ ପଦାର୍ଥକୁ କଣ ବୋଲି ଗୀତାରେ କୁହାହେଲା ଯେ, ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗରେ ଅଚଳଂ ଧ୍ରୁବମ୍ ସନାତନମ୍, ନାଇଁ କି? ସେ ବାକ୍ୟଟା କଣ, ତାର ମୂଳଟା ଅଚ୍ଛେଦ୍ୟ ମଦାହ୍ୟୟ ମକ୍ଳେଦ୍ୟ ସ୍ୱସ୍ୟବଚ ନିତ୍ୟ ସର୍ବଗତଃ ସ୍ଥାଣୁ ସ୍ଥାଣୁ ଅଚଳୋ ଅୟଂ ସନାତନ। ଯେ ଧ୍ରୁବ, ସ୍ଥାଣୁ, ସନାତନ। ସନାତନ ସବୁରା ଛାଡ଼ନ୍ତୁ। ଅଚଳ, ଧ୍ରୁବ, ସ୍ଥାଣୁ, ଏ ତିନିଟା ଶବ୍ଦ ଏକାର୍ଥ ବୋଝକ। ସ୍ଥାଣୁ ଅର୍ଥାତ ସ୍ଥିର, ଧ୍ରୁବ ଫିକ୍ସ, ଅଚଳ नो मुवमेंट, सब एकार्थ बोधक शब्द। ध्रुव, अचल, स्थिर। ब्रह्म पदार्थटा ये बोली कहुची शास्त्र में, नहीं कि ये भाया ध्रुव, अचल, स्थिर ब्रह्म सत्ता, भगवत सत्ता, यहीटारे स्पंद जात है। एटार स्पंद जात है। ये स्पंदटा स्वयंक्रिय। आमर जो घंटारे बाहर हाथटी जड़े बाड़ेबारू आघात पाइबारू से स्पंदित होला, ब्रह्म को किए बाडेनी बाहर बड़ हाथुड़ी आउ स्वतः स्वयंक्रिय ता भीतर स्पंदन आरंभ होला। ब्रह्म स्पंदित हुए तादर स्फोट उत्पन्न होला। एटा से ध्वनिटा स्पंद आ स्फोट शब्द गुड़ाक एते सूक्ष्म जे एटा प्राकृत जगत अनुभूत है ना। एटा बीजावस्था, बीजावस्था। गोटे मंजी भितर विराट वृक्ष रही, अंकुर रही, अंकुरित होला परे जाई तार किछिटा जना पड़ुची, किंतु बीज भितर से रही किछि सत्ता मिलुनी, कारणावस्था। सेमती गोटा कारणावस्था ध्वनिर स्पंद स्फोट प्रभृति अति सूक्ष्म प्राथमिक अवस्था। ब्रह्मने स्पंद जो सृष्ट होला से आपे आपे भितर सृष्टि है, सब होने सृष्टि काल
प्रलय काल रे नाही। अचल ध्रुव सनातन प्रलय काल रे से अचल ध्रुव सनातन पदार्थ जेतेबेले ईश्वर इच्छा करंदी आमे बुझिबा पे उडा कहै छि एकोहम बहुशम प्रजाये मु एकरु बहुरे परिणत हेबी जेतेबेले ईश्वर या इच्छा करंदी बा सृष्टि काल रौषा समय सेतेबेले ता देहरे स्पंद स्वतः जात है से ब्रह्म सत्ता भितरे स्पंद जात हुए स्पंद जात हुए ता भितरे निहित थिबा शक्ति सक्रिय हो उठे जो स्पंद जात हले स्पंदटा को ही अव्यक्त बोली धरंतु से तले संपूर्ण व्यक्त होकर जोर रे थरिबा को आरंभ कला क्रिया आरंभ हो गला से तले माया हो गुण माया प्रकृति जहा किछि कहंतु विभिन्न दर्शन छटा दर्शन को दार्शनिक को शब्द अभिहित कर तो प्रवृत्तिटा गोटे ताको निज निज अनुभव अनुसार निज निज शब्द रे प्रकाश कर विभिन्न दार्शनिक गुण स्पंद और स्फोट ऐसा बुझीगला ब्रह्म सत्तार जे प्रथम कंपन सूक्ष्माति सूक्ष्म अनुभवनीय कंपन सृष्टि है से स्पंद स्पंद हले से झिंकार नाद तो जात हम कि ओंकार नाद तो है यहाँ प्रथम स्फोट हो कौन ये जो स्फोट झिंकार नाद सृष्टि होची याकू जे शुणे बोली सुतदेव गोस्वामी कहले सांगे सांगे मुनि माने आपत्ति कले रहा रहा पिला लोक कौन गोलमाली आगे कौच एटा पूरा शुभिबनी बोली कहल कानरे एटा आकाश रे व्यक्त होनी शुभिबनी आउ ज शृणोति बोली जो कहल ना सुप्त श्रोते सांगे सांगे लगे देले इमंग स्फोटंग ज शृणोति ज इम स्फोटम सुप्त श्रोते शोईथिबा कानरे अर्थात निष्क्रिय कर्ण कानरे शुणिबनी कान तो शोई पड़ी कौन सुप्त हो ये कानरे शुणिबनी शुणा कथा कहला किंतु ए कान शुणबनी आ कौन भितर कान अच्छी ना भितर कान अच्छे ये कान बाद भितर आ कान अच्छे ये आखि बाद आ भितर आखि अच्छी 10टाक इंद्रिय भितर अच्छी 10टाक इंद्रिय भितर अच्छी से इंद्रिय गुड़ाक अप्राकृत इंद्रिय ए इंद्रिय गुड़ाक प्राकृत इंद्रिय ए इंद्रिय गुड़ाक प्राकृत वस्तु जागतिक वस्तु को धरिवे अप्राकृत वस्तु को धरि परिबेनी से इंद्रिय गुड़ाक अप्राकृत वस्तु को मध्य धरि परिबे अप्राकृत वस्तु को मध्य से धरि परिबे ओंकारटा वर्तमान ब्रह्मलिंग हिसाब रे को अवस्था अच्छे ओमित्येका खरंग ब्रह्मन तो अप्राकृत अवस्था थिबारु ई कान रे धरि हेबनी ए कान सोईची सुप्त श्रोते ए सुप्त श्रोते शब्द देई अप्राकृत इंद्रिय कथा निर्देश करचंदी सुतदेव गोस्वामी एवं ता साथरे ताको संपूर्ण निर्मल करिया पेंगी आउ गोटे शब्द दौरान शृणती ज इमं स्फोटम सुप्त श्रोते च शून्य दृक् च शब्दटी विशेष गुरुत्व वहन करुच शब्दटी शून्य दृक् अर्थात शून्य दृक् 5टाक इंद्रियर बाह्य क्रिया नहीं समाहित चित्त 5टाक इंद्रियर खाली कान शोई पड़ी से कथा नुह 5टाक इंद्रिय तो निष्क्रिय 5टाक इंद्रिय निष्क्रिय और शुणुची ताहले निश्चय गोटे आउ गोटे इंद्रिय अच्छी कहीं आमको 2टाक वाक्य ग्रहण करने को हम समाधान करने को हम ना कहीं शास्त्र वाक्य के भूल नहीं सुप्त स्रोत शून्य दृक् 5टाक इंद्रिय निष्क्रिय कहीं कम करना
କାନ ସମ୍ପୂର୍ଣ୍ଣ ସୁପ୍ତ ଅଥଚ ଶୁଣୁଛି ବୋଲି କୁହାଯାଉଛି ଶୁଣୁତି, ତାହେଲେ ନିଶ୍ଚୟ ଶୁଣୁଛି ନାଇଁ କି? ଏଠି ଆପଣ ଲକ୍ଷ୍ୟ କରୁନାହାନ୍ତି ଉପନିଷଦର ବାକ୍ୟ ଅପାଣି ପାଦୋ ଯବନ ଗ୍ରହୀତା ଶୃଣୋତ୍ୟକର୍ଣ୍ଣ ପଶ୍ୟତ୍ୟ ଚକ୍ଷୁ, ଉପନିଷଦ ବାକ୍ୟ। ପାଣି ନାହିଁ ଦଉଛି ନଉଛି, ହାତ ନାହିଁ ଦଉଛି ନଉଛି କେମିତି? ଗ୍ରହୀତା ଗ୍ରହଣ କରୁଛି, ଦେଲେ କୋଉଠି ନଉଛି, ହାତ ତ ନେଲା କେମିତି, ରହିଲା କେମିତି? ଅପାଦ ଭ୍ରମଣ କରୁଛି, ପାଦ ନାହିଁ ଭ୍ରମଣ କରୁଛି, କାନ ନାହିଁ ଶୁଣୁଛି, ଆଖି ନାହିଁ ଦେଖୁଛି, ଆନନ ରହିତ ସକଳ ରସ ଭୋଗୀ, ସମସ୍ତ ରସ ଭୋଗ କରୁଛି, 9ଟା ରସ, ଜିଭ ନାହିଁ, ପାଟି ନାହିଁ, ପାଟି ନାହିଁ ଆଉ କଣ? ପିଠିରେ ମହୁ ଢାଳିଲେ ମିଠା ଲାଗୁଛି? ମହୁ ଟିକେ ଯଦି ଲିପିବ ପିଠିରେ ମିଠା ଲାଗିବ କି? ବଡ ମିଠା ବୋଲି କହିବ ଗୋଟେ ପିଲା। ଆଉ ପାଟି ତ ନାହିଁ କେମିତି କରୁଛି? ଦିଟା ଆଗ ଶବ୍ଦ କିନ୍ତୁ ଆମକୁ ଗ୍ରହଣ କରିବାକୁ କହିବ ଶାସ୍ତ୍ର ବାକ୍ୟ। କାନ ନାହିଁ ଏଇଟା ମଧ୍ୟ ଗ୍ରହଣ କରିବାକୁ କହିବ, ଶୁଣୁଛି ଏଇଟା ମଧ୍ୟ ଗ୍ରହଣ କରିବାକୁ କହିବ। କେମିତି ସମାଧାନ କରିବୁ? ତାହେଲେ କାନ ନାହିଁ ଶୁଣୁଛି ମାନେ ଏଇ କାନ ନାହିଁ, ଏଇଟା ମହାପ୍ରଭୁଙ୍କ ସିଦ୍ଧାନ୍ତ, ଏଇଟା ଚୈତନ୍ୟ ମହାପ୍ରଭୁଙ୍କ ସିଦ୍ଧାନ୍ତ। କିରେ ଈଶ୍ୱରଙ୍କର କଣ ରୂପ ନାହିଁ ବୋଲି କହୁଛ ରେ ନିରାକାର? ନାଇଁ ଶାସ୍ତ୍ର କହୁଛି ଇନ୍ଦ୍ରିୟ ଫିନ୍ଦ୍ରିୟ କିଛି ନାହିଁ ବୋଲିକିରି, ହାତ ପାଦ କିଛି ନାହିଁ ବୋଲି। ନା ହଁ ଠିକ ତ, ଶାସ୍ତ୍ର ମିଛ କହୁନି। ସେମିତି ଶାସ୍ତ୍ର କହୁଛି ନା ନାଇଁ, ଶୁଣୁଛନ୍ତି ଖାଉଛନ୍ତି ଦେଖୁଛନ୍ତି ବୋଲିକିରି, କରୁଛନ୍ତି ବୋଲି। 100 ସେ ଦେଖିଲେ, ଶୁଙ୍ଘିଲେ, ସେ ବିଚାର କଲେ, ସେ ଗତି କଲେ, ସେ ଡାକିଲେ, ସେ ପରାମର୍ଶ ଦେଲେ ବ୍ରହ୍ମାଙ୍କୁ। ଏଗୁଡାକ ମଧ୍ୟ ଶାସ୍ତ୍ର କହୁଛି ତ? ନା ହଁ ଆଜ୍ଞା ଶାସ୍ତ୍ର ଭୁଲ। ନାଇଁ ଶାସ୍ତ୍ର ଭୁଲ ନାହିଁ, ତମର ବିଚାରଧାରା ଭୁଲ। ଆଜ୍ଞା ଦିଟା ପୁରା ବିରୋଧ ଶବ୍ଦ ଆସିଲା, ବିରୋଧ ଶବ୍ଦ ଦିଟା ନ ରହିଲେ ତ ଈଶ୍ୱର ସତ୍ତା ପ୍ରମାଣିତ ହବନି। ପରସ୍ପର ବିରୋଧ ସତ୍ତା ନ ରହିଲେ ଈଶ୍ୱର ତତ୍ତ୍ୱ ପ୍ରମାଣିତ ହବନି। ଅତଏବ ଯଦି ଇନ୍ଦ୍ରିୟ ନାହିଁ ଅଥଚ ଶୁଣୁଛି, କାନ ନାହିଁ ଶୁଣୁଛି, ତାହେଲେ ବୁଝିବାକୁ ହବ ଯେ ଶୁଣିବା କାର୍ଯ୍ୟଟା ହଉଛି, କାନ ନାହିଁ, ପ୍ରାକୃତ କାନ ନାହିଁ, ଅପ୍ରାକୃତ କାନରେ ଶୁଣୁଛି। ଶୁଣୁଛୁ ଯେତେବେଳେ ନିଶ୍ଚୟ ଅପ୍ରାକୃତ କାନ ଅଛି। ୟାକୁ ଏକଦମ ସ୍ପଷ୍ଟ କରି ବୁଝେଇଦେଲେ ଏ ଜଟିଳ ରହସ୍ୟକୁ ଧ୍ରୁବ ସ୍ତୁତିରେ ବୁଝେଇଲେ। ଯେତେବେଳେ ଧ୍ରୁବ 6 ମାସ କାଳ ତପସ୍ୟା କରୁଥିଲେ ନାଇଁ କି, ତ୍ରିରାତ୍ରାନ୍ତେ କପିତ୍ଥ ବଦରାସନ, 6 ରାତିରେ ଗୋଟିଏ ପତର, 9 ରାତି ଅନ୍ତରେ ମୁଣ୍ଡେ ଜଳ ଚୁଲୁକେ ଜଳ, 12 ରାତି ଅନ୍ତରେ ଗୋଟିଏ ନିଶ୍ୱାସ, ନାଇଁ କି? ଭଗବତ ଦର୍ଶନ ଈଶ୍ୱର କୃପା ହେଲାନି। ଏତିକି କଠୋର ସାଧନା କଲେ ମଧ୍ୟ ଈଶ୍ୱର କୃପା ହେଲାନି। ତପସ୍ୟାଟା ଏମିତି କଠିନ, ଏ ପର୍ଯ୍ୟନ୍ତ ଗଲେ ମଧ୍ୟ କୃପା ହଉନି। ତପସ୍ୟାଟା ଏଡେ କଠିନ, ଏତିକି କଠିନ କଲେ ମଧ୍ୟ ବହୁତ କୃପା ହଉନି। ଯୋଉଠି ଆହେ ଗୋବିନ୍ଦ ବୋଲି ଡାକିଦେଲା ବୋଲି କହୁଛନ୍ତି ସିଆଡୁ, ନାଇଁ କି? ଦେଖୁଛନ୍ତି ଗୋଟେ ଶ୍ଲୋକ ଅଛି, ସୁନ୍ଦର ମିଠା ଶ୍ଲୋକଟିଏ, ହେଲେ ମୋର ମନେ ପଡୁନି। ସେ ତାର ତାତ୍ପର୍ଯ୍ୟ ହଉଛି, ତ ବ୍ରଜର ଗୋବର ଗୋମୟ ଗୋରୁମୂତ ପଙ୍କ ଭିତରେ ଯେତେବେଳେ ବାଛୁରୀଟିଏ କି ଗାଈଟିଏ ହମା କରି ଡାକି ଦଉଛି,
ଇଏ ଘର ଭିତରେ ଯାଉছিল କାହିଁ ପାଟି କରୁଛୁ? ବାଛୁଟି ଯଦି ଡାକି ଦଉଛି ବାହାରୁ ଯାଉଛି, କିନ୍ତୁ ଯଜ୍ଞ ମଣ୍ଡପ ଉପରେ ବୈଦିକ ବାକ୍ୟ ଦ୍ୱାରା ସଦାଚାର ସମ୍ପନ୍ନ ବ୍ରାହ୍ମଣ ଗଣ ସମାହିତ ଚିତ୍ରରେ ଡାକ ପକେଇଛନ୍ତି ଘଣ୍ଟା ଘଣ୍ଟା ଧରି ଯେ ନୋ ରିପ୍ଲାଏ। ବଢିଆ ଶ୍ଲୋକଟେ ଅଛି। ଏଠି ଉତ୍ତର ମିଳୁନି, କିନ୍ତୁ ବ୍ରଜର କର୍ଦମଲିପ୍ତ ଅବସ୍ଥାରେ ଦାଣ୍ଡରେ କାଦୁଅ ଦାଣ୍ଡରେ ବାଛୁରୀଟିଏ ଯଦି ହମାଙ୍ଗରେ ଡାକିଦେଲା ରହ ଯାଉଛି ନାଇଁ କି ଆମର ଘର ମାନଙ୍କରେ ସେଟା ହଉନି କି? ଗଉଡ କଣ କରୁଛି? ଯେ କ୍ଷୀର ଦୋହିବାକୁ ଯାଉଛି, କ୍ଷୀର ଦୋହିବା ପାଇଁ ଯେତେବେଳେ ବାଲ୍ଟି ଚିକ କରୁଛି ସମୟ ହେଇଗଲାଣି, ବାଛୁରୀ ଛାଡୁ ବାକି ପାଟି କରୁଛି, ଯେ ଗଉଡ ଆଡୁ କଣ କହୁଛ ରହ ଯାଉଛି ରହ ପାଟି କରନା। ସେ ବି ସନ୍ତୁଷ୍ଟ, ୟା ରିପ୍ଲାଇ ପାଇକରି ସେ ବି ସନ୍ତୁଷ୍ଟ, ଯା ହଁ ଅଛି ଘରେ କୁଆଡେ ଯାଇନି, ଇଲେ ଆସିବ, ହଁ ଗଲାଣି ନାଇଁ କି? ସେ ବାଛୁରୀ କଣ ଏଇ ଧ୍ୱନିଟାରୁ ଭାବ ଅନୁଭବ କରୁନି କି? ସେମିତି ଭଗତ ଯେକୌଣସି କ୍ଷେତ୍ରରେ ବ୍ୟାକୁଳ ପ୍ରାଣରେ ଯଦି ଡାକି ଦଉଛି ସାଡୁ ସାଙ୍ଗେ ସାଙ୍ଗେ ରିପ୍ଲାଇ ର ଟିକେ ରହ ଯାଉଛି ତ ସାଙ୍ଗେ ସାଙ୍ଗେ ସବୁ କାମ ଛାଡିକରି ଯାଉଛି ରହ। ଗଜରାଜ ଡାକିଲା ବେଳେ, ମୃଗୁଣୀ ଡାକିଲା ବେଳେ, ଦ୍ରୌପଦୀ ଡାକିଲା ବେଳେ ସାଙ୍ଗେ ସାଙ୍ଗେ ରିପ୍ଲାଇ ମିଳୁଛି। ଅଷ୍ଟଯଜ୍ଞ ମଣ୍ଡପରେ ହଏ ଏମିତି ଘୋର ତପସ୍ୟା କରିକି ମଧ୍ୟ ଧ୍ରୁବ ପାଉନାହାନ୍ତି। ଯାହା ହଉ ଷଷ୍ଠ ମାସରେ ପାଇଲେ ଭଗବାନ ଆସିକରି ଛିଡା ହେଲେ ସାମ୍ନାରେ, ଗରୁଡ ସହ ଆସିଥିଲେ, ସେଠି ଭଗବାନ ଚତୁର୍ଭୁଜ, ଆଉ ଗୋଟେ କୋଉ ଜାଗାରେ ଆସିଛନ୍ତି ଅଷ୍ଟଭୁଜ, କାହାକୁ ଜଣକୁ ଦର୍ଶନ ଦେଇଛନ୍ତି ଭାଗବତରେ ଅଛି ଅଷ୍ଟଭୁଜ, ଏଇଠି ଅଷ୍ଟଭୁଜ ନାହିଁ ଏଠି ଚତୁର୍ଭୁଜ। ତ ସେମିତି ଗରୁଡ ସହ ଆଉ ଗୋଟେ କୋଠି ଆସି ଭକ୍ତକୁ ଦର୍ଶନ ଦେଇଥିଲେ, ଦେଖା ଦେଇଥିଲେ, ଏଠି ଭଗବାନଙ୍କର 8ଟି ହାତ ପ୍ରକାଶ ପାଇଥିଲା। ଏଠି କିନ୍ତୁ ଚତୁର୍ଭୁଜରେ ଆସିଛନ୍ତି। ଗୋଟିଏ ହାତ ଗରୁଡ କାନ୍ଧରେ ପଡିଛି, ଭାଗବତରେ ବର୍ଣ୍ଣନା ଅଛି ଯେ ଏଠି ବଡ ସୁନ୍ଦର ଆକର୍ଷଣୀୟ ଗୋଟେ ପୋଜ ଦେଇଛନ୍ତି ଭଗବାନ, ଆମର ବଲିଉଡ ଇଏ ମାନେ ଦେଲା ଭଳିଆ। ଗରୁଡର କାନ୍ଧରେ ଗୋଟେ ହାତ ପଡିଛି, ତାପରେ ମସ୍ତକ ଥୋଇଛନ୍ତି, ଆଉ ଗୋଟେ ହାତ ଏମିତି କଟି ଉପରେ ଅଛି, ଅଣ୍ଟାରେ ଅଛି, ଏମିତି ତ୍ରିଭଙ୍ଗୀ ଭାବରେ ପାଦ ଛନ୍ଦିକିରି ଛିଡା ହେଇଛନ୍ତି ଧ୍ରୁବ ଆଗରେ। ଧ୍ରୁବ ଯିବ କହୁଛି ଯାଇପାରୁନି, କଣ କହିବ କହୁଛି କହିପାରୁନି, କାହିଁକି ଟିକେ ଭଲକିରି ପାଦ ଠାରୁ ମସ୍ତକ ଚାହିଁବ ବୋଲି କହୁଛି, କିନ୍ତୁ ଆଖି ଜଳ ଜଳ ଛଳ ଛଳ ହେଇଯାଉଛି, ଜାଲ ଜାଲ ଦୁଶ୍ଚି, ଆଖି ଦେଖିପାରୁନି, ଏମିତି ଅବସ୍ଥାରେ ଅଛି। ବିକଳ ତଳେ ହେଇଗଲା, କାହିଁକି ମୁଁ ଯାଇପାରୁନି ଠାକୁରଙ୍କ ପାଖକୁ, କାହିଁକି ମୁଁ ଯାଇପାରୁନି, ମୁଁ ଏତେ କଷ୍ଟ କରିକି ଯାହାଙ୍କୁ ଚାହୁଁଥିଲି ସେ ଆସି ଛିଡା ହେଲେଣି। ଏ 4ଟା ହାତରୁ ଗୋଟେ ତ ଅଛି ଗରୁଡ ପୃଷ୍ଠରେ ଏମିତି ମୁଣ୍ଡ ତଳେ, ଆଉ ଗୋଟେ ତ ଏମିତି ହେଇଛି ନାଇଁ କି? ଯୋଉ ହାତଟି ବାଁ ପଟର ଉର୍ଦ୍ଧ୍ୱ ହସ୍ତଟି ଥିଲା ସେ ହାତରେ ଶଙ୍ଖଟି ଥିଲା, ସେ ହାତଟି ଲମ୍ବେଇକିରି ଶଙ୍ଖଟାକୁ ଟିକେ ତା କପାଳରେ ଛୁଆଇ ଦେଲେ, ଧ୍ରୁବର କପାଳରେ ଟିକେ ଛୁଆଇ ଦେଲେ। ଯେମିତି ଛୁଆଇ ଦେଲେ ସାଙ୍ଗେ ସାଙ୍ଗେ ଲମ୍ବ ହୋଇ ପାଦ ତଳେ ପଡି ପାଦକୁ ଧରି ପକେଇଲା, ଆଉ ବନ୍ୟା ଜଳ ଭଳିଆ ଅନର୍ଗଳ ଭାବରେ କଣ ସ୍ତୁତି କହୁଛି? ଜ୍ୱନ୍ତଃ ପ୍ରବେଶ ମମ ବାଚ ଇମାଂ ପ୍ରସୁପ୍ତାଂ ସଞ୍ଜୀବୟତ୍ୟଖିଳ ଶକ୍ତି ଧର ସ୍ୱଧାମ୍ନା ଅନ୍ୟେ ଚ ହସ୍ତ ଚରଣ ଶ୍ରବଣ ତ୍ୱଗାଦୀନ୍ ପ୍ରାଣନ ନମୋ ଭଗବତେ ପୁରୁଷାୟ ତୁଭ୍ୟଂ। କଣ କହିଲା ପ୍ରଥମ ସ୍ତବରେ? ପ୍ରଭୁ ଯେ ଆପଣ ଶଙ୍ଖଟା ମତେ ଛୁଆଇ ଦେଲେନି କପାଳରେ, କଣ ଗୋଟେ ମୋ ଭିତରେ ପଶିଗଲା, ମୋ ଭିତରେ ମୁଁ ଅନୁଭବ କଲି କଣ ଗୋଟେ ମୋ ଭିତରେ ପଶିଗଲା, ଯୋଉଟା ଅନ୍ତଃ ପ୍ରବିଶ୍ୟ ଜ୍ୱନ୍ତଃ ପ୍ରବିଶ୍ୟ ମମ ବାଚ ଇମାଂ ପ୍ରସୁପ୍ତମ୍। ମୁଁ ଯୋଉ କଥା କହିପାରୁନଥିଲି ସେଟା ସୁପ୍ତ ହୋଇ ପଡିଥିଲା, ଶୋଇ ପଡିଥିଲା, ପ୍ରସୁପ୍ତ ହୋଇ ପଡିଥିଲା, ନିଷ୍କ୍ରିୟ ହୋଇଯାଇଥିଲା ବାଣୀ ଶକ୍ତି, ବାକ୍ ଶକ୍ତି,
ସେଇଟାକୁ ଉଠେଇଦେଲା। ଯେ କଣ ଖାଲି ସେଇଟା କି ବାକ୍ଶକ୍ତି? ମମ ବାଚ ଇମାଙ୍ଗ ପ୍ରସୂପ୍ତାମ୍ ଅନ୍ୟେଚ ଅନ୍ୟେଚ ଶ୍ରବଣ ତ୍ୱଗାଦିନ ସବୁ କିଛି। ଅତଏବ କୋଉଟା ଶୋଇ ରହିଛି ଆମ ଭିତରେ? ଐଶୀ ଶକ୍ତି ପଶିଲେ ଭିତରେ ଚେତି ଉଠିବ ଅପ୍ରାକୃତ ଇନ୍ଦ୍ରିୟ ଗୁଡାକ। ଅପ୍ରାକୃତ ଇନ୍ଦ୍ରିୟ ଗୁଡେ ଆମ ଭିତରେ ଅଛନ୍ତି। ପ୍ରାକୃତ ଇନ୍ଦ୍ରିୟ 10ଟା ଧରିକିରି ଆମେ ବାହ୍ୟ ଜଗତରେ ଘାଣ୍ଟି ହଉଛେ, ଆଉ ଅପ୍ରାକୃତ ଇନ୍ଦ୍ରିୟ 10ଟା ଆମ ଭିତରେ ଶୋଇକିରି ରହିଛନ୍ତି, ଶୋଇପଡ଼ିଛନ୍ତି। ସେଗୁଡାକ ଯଦି ଉଠିବେ ଏଇ 10ଟା ଶୋଇବେ, ଇଏ ଆଉ କାମ କରିବେନି। କାହିଁକି ନା ମନ ତ ଗୋଟିଏ କାମ କରିବ ନା, ଏପଟେ ୟାଙ୍କ ପାଇଁ କାମ କରିବ, ନହେଲେ ତାଙ୍କ ପାଇଁ କାମ କରିବ। ଯେତେବେଳେ ସେ ଅପ୍ରାକୃତ ଇନ୍ଦ୍ରିୟ ମାନେ ତେଜି ଉଠିବେ ଆମ ଭିତରେ, ସେତେବେଳେ ପ୍ରାକୃତ ଇନ୍ଦ୍ରିୟ ମାନେ ସୁପ୍ତ। ପ୍ରାକୃତ ଇନ୍ଦ୍ରିୟ ମାନେ ଯେତେବେଳେ ତେଜି ଉଠିବେ, ଅପ୍ରାକୃତ ଇନ୍ଦ୍ରିୟ ସୁପ୍ତ। ଅତଏବ ସୁପ୍ତ ସ୍ରୋତେ ଶୂନ୍ୟ ଦୃକ୍, ଅର୍ଥାତ ଇଏ 5ଟାକ ଇନ୍ଦ୍ରିୟ ନିଷ୍କ୍ରିୟ, କାନ ସମ୍ପୂର୍ଣ୍ଣ ଶୋଇଛି ଅଥଚ ଶୃଣୋତି। କି ପ୍ରକାର ଶୃଣୋତି? ଅପ୍ରାକୃତ ଇନ୍ଦ୍ରିୟରେ। ସେ ଅପ୍ରାକୃତ ଇନ୍ଦ୍ରିୟରେ এই যে স্ফোট এবং স্ফোটম যহ শৃণোতি, ନାଇଁ କି? এই অপ্রাকৃত ইন্দ্রিয় ମାନଙ୍କରେ ଭଗବାନଙ୍କୁ ଦେଖି ହୁଏ, ଶୁଣି ହୁଏ, ଧରି ହୁଏ। ପ୍ରାକୃତ ଇନ୍ଦ୍ରିୟ ମାନଙ୍କରେ ମାୟାକୁ ଦେଖି ହୁଏ, ଶୁଣି ହୁଏ, ଧରି ହୁଏ। ଆମର ପ୍ରକୃତି ପୁରୁଷ 2ଟା ଜିନିଷ ତ, ଜଡ଼ ଚେତନ 2ଟା ଜିନିଷ ତ, ନାଇଁ କି? ତତ୍ଵ ଏକ, ପୁଣି ତତ୍ଵ ସେଟା ତ 2 ହେଇଛି ଦ୍ୱୈତବାଦ। ଅଦ୍ୱୈତବାଦ ତଦ୍ରୂପ ଦ୍ୱୈତବାଦ। ଏ ଦ୍ୱୈତବାଦରେ କଣ କୁହାଯାଉଛି? ପୁରୁଷ ଆଉ ପ୍ରକୃତି। ପୁରୁଷକୁ କେବଳ ବୁଝିବା ପାଇଁ, ଶୁଣିବା ପାଇଁ, ଦେଖିବା ପାଇଁ, ଧରିବା ପାଇଁ 10ଟା ଇନ୍ଦ୍ରିୟ ଅଲଗା, ପ୍ରକୃତି କି ଦେଖିବା ପାଇଁ, ଶୁଣିବା ପାଇଁ, ଧରିବା ପାଇଁ, ବୁଝିବା ପାଇଁ 10ଟା ଇନ୍ଦ୍ରିୟ ଅଲଗା। ଯୋଉଟା ପ୍ରକୃତି କି ଧରିବ ସେଟା ପ୍ରାକୃତ ଇନ୍ଦ୍ରିୟ, ଯୋଉଟା ଅପ୍ରକୃତି କି ଧରିବ, ପୁରୁଷକୁ ଧରିବ, ସେଟା ଅପ୍ରାକୃତ ଇନ୍ଦ୍ରିୟ। ଆଉ କଣ? ଏଟା ଆମ ଭିତରେ ଅଛି। ୟା ବାଦ ଆହୁରି 10ଟା ଇନ୍ଦ୍ରିୟ ବାହାରିବ ଖୋଜିଲେ, ଆଉ 10ଟା ବାହାରିବ ତନ୍ତ୍ରଶାସ୍ତ୍ର ଭିତରେ ପଶିଲେ। ଆହୁରି 10ଟା ଇନ୍ଦ୍ରିୟ ବାହାରିବ। ସେ 10ଟା ଇନ୍ଦ୍ରିୟ ହଉଛି ଭାବେନ୍ଦ୍ରିୟ, ଭାବ, ଯୋଉଟା କେବଳ ବ୍ରଜରସ ଆସ୍ୱାଦନ କରିହବ, ସେଥିରେ ଆଉ କିଛି କରିହବନି। କୋଉ ଗୋଟେ ତନ୍ତ୍ରରୁ ଅଛି, ସେ ଶ୍ଲୋକଟା ମୋ ପାଖରେ ବାହାର କରି ରଖିଥିଲି। କୋଉ ଗୋଟେ ତନ୍ତ୍ର ଦେଖୁ ଦେଖୁ ସେ ବାହାରିଲା ଯେ ଯେମିତିକା ପ୍ରାକୃତ ଇନ୍ଦ୍ରିୟ, ଅପ୍ରାକୃତ ଇନ୍ଦ୍ରିୟ, ସେମିତି ଭାବ ଦେହ ଅଛି। ଭାବ ଦେହ ବିଷୟରେ ଆମର ସାଧାରଣ ଜ୍ଞାନ ଅଛି। ବୈଷ୍ଣବ ଜଗତରେ ଗୋଟେ ଭାବ ଦେହ କଥା ଉଠେ। ଏବଂ ଯେଉଁମାନେ ବ୍ରଜଲୀଳା ପ୍ରାପ୍ତ ହୁଅନ୍ତି ସେମାନେ ଭାବ ଦେହରେ ଗତି କରନ୍ତି। ସ୍ଥୂଳ ଶରୀର ମର୍ତ୍ତ୍ୟରେ ରହିଯିବ, ସୂକ୍ଷ୍ମ ଶରୀର ମ୍ୟାକ୍ସିମମ୍ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯିବ, କାରଣ ସାଗର ପର୍ଯ୍ୟନ୍ତ କାରଣ ଶରୀର ଯିବ। ତାପରେ ବୈକୁଣ୍ଠକୁ ଗଲା ବେଳକୁ ସେ କାରଣ ସାଗର ଦେହଟା ଚିତ୍ ଦେହରେ ପରିଣତ ହେଇଯିବ। କାରଣଟା ଚିତ୍ରେ ପରିଣତ ହେଇଯିବ। ଚିତ୍ ଦେହ ଚିନ୍ମୟ ଦେହରେ ଜଣେ ବୈକୁଣ୍ଠକୁ ଯାଇପାରିବ। କିନ୍ତୁ ଗୋଲୋକ ବୃନ୍ଦାବନରେ ଯାଇ ଯୁଗଳର ସାମୃତ ଆସ୍ୱାଦନ କରିବା ନିମନ୍ତେ ଭାବ ଦେହର ପ୍ରୟୋଜନୀୟତା ଅଛି। ଭାବ ଦେହ ବିନା ସେଠିକି ଯାଇ ହେବନି। ଏଇଟା ବୈଷ୍ଣବ ସିଦ୍ଧାନ୍ତ। ହେଲେ ଭାବ ଦେହ ଯେତେବେଳେ ଅଛି, ଭାବ ଇନ୍ଦ୍ରିୟ ନାହିଁ କି? ଇନ୍ଦ୍ରିୟ ନଥିଲେ ସେଇଟା ଦେହ କେମିତି ହବ? ଯାଇକରି ଦେଖିବ କଣ? ଧରିବ କଣ? ଚାଖିବ କଣ? ଭାବ ଇନ୍ଦ୍ରିୟ ମଧ୍ୟ ରହିଛି। ସେ ଭାବ ଇନ୍ଦ୍ରିୟର ଅଭିବ୍ୟକ୍ତି କେବଳ
रसचर्या संभव होए से बहु गहन कथा बहु दूरर कथा किंतु अप्राकृत इंद्रिय आम मानकर अच्छी से अप्राकृत इंद्रिय मान द्वारा ईश्वर को अनुभव करा जाए। प्राकृत इंद्रिय द्वारा जड़ जगतर जावतीय भौतिक वस्तु मान को अनुभव करा जाए करा जाए। शास्त्र मानंगर प्रकृत तात्पर्य बोध करने निमंते से अप्राकृत इंद्रियटा जदि टिके 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 सुप्त अवस्था टिके तंद्रा अवस्था को अंततः आसव निद्रारू अंततः तंद्रा अवस्था को आसव ताले शास्त्र मर्म जानी हम नहले केवल शास्त्र शब्दार्थ भितरे प्राकृत इंद्रिय प्राकृत बुद्धि रही तार तात्पर्य मर्म बुझी हेनी एमतीका प्राकृत इंद्रिय तलुकू बाद ईश्वर को अनुभव करने आपण मैंने जानी भगवान गोटे ना हूँ अधोक्षज। अधोक्षज अधोक्षज निम्न नेत्र जे दृश्य हुंती अध अक्षरे जे जात हुंती से अध अक्ष चक्षु निम्न चक्षु कौ चक्षु अप्राकृत चक्षु ना परतत्व अप्राकृत ही अप्राकृत इंद्रिय द्वारा ही देखी हम शुणी हम बुझी हम प्राकृत इंद्रिय हम ना से कथाटा कि स्पष्ट करुँच स्फोटम ज शृणति सुप्त श्रुते च शून्य दृक् शून्य दृक् दृक् कहले पांचटा इंद्रिय फंक्शन शून्य दृक् पांचटा ज्ञान इंद्रिय काम करूना कान आगे तो मुझे शोची एगुड़ाक सब है प्राकृत अथच शृणोति अप्राकृत इंद्रिय शृणोति जह शृणोति जह इमं स्फोटं सुप्त श्रोते च शून्य दृक् जेन बाग व्यज्यते जस्य व्यक्तिराकाश आत्मनः जेन बाग व्यज्यते जस्त्र ये आउरी जटल बादटा तो कहते जत बाग व्यज्यते बाग बाणी क्या समूह जूठू व्यज्यते विस्तारित है अनुवादटा खाली आम व्यज्यते विस्तारित है व्यज्यते कहले सीधा सड़क विस्तारित नुहे इमती धरत ये कथाटा को बुझंतु धारणा करंतु आम जो तालपत्र पंखा देहरे बिंची होने ता ना हूँ व्यजन तार संस्कृत पर्याय ना हूँ व्यजन वृजिन नुह वृजिन कहले पाप पातक या ना हूँ व्यजन कौन कर व्यजन कर बेचना जो आम बेचुचे एपटू टे पवन जाऊँगी सेपटू टे पवन हो स्थिर पवन में तरंग उठुची जे स्थिर थिला वायु ताको बेंचिवा द्वारा आम दीपर दीटा तरंग सृष्टि कले ताको व्यजन कह जाए व्यजन वायु को तरंगायित जमी करुचे व्यज्यते ध्वनि तरंगायित है जो जत ये जो ध्वनिटा हृदय बाहर से ध्वनिटा 5-7टा स्तर दे 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 कंठ को आसी नाना प्रकार तरंग सृष्टि करी क म च ट ग केते प्रकार ध्वनि बाहर से ध्वनिटा से गोटे ध्वनि क्रमशः विभिन्न शारीरिक अंश दे भीतर कौन कम यंत्रपाति व्यवस्था करछन्ति कि भगवान ये भीतर बहुत यंत्रपातिर व्यवस्था कर बड़ जटिल यंत्र माने से सुंदर भाव से 5-7 स्तर दे आसी जतले स्वर यंत्र आसी पहुंचुची ताकू जिह्वा तालु दंत नासिका ये चार साहाय्य करुछन्ति ये 4 जनकर सहायतार से क म च ट है नाना ध्वनि रे प्रकाश पाउछ एटा हला व्यजना व्यजना व्यज्यते जत जो ध्वनिटा
जेन बाग व्यज्यते बाग वाक्य वाक्य तरंगायित हुए रूपायित हुए विस्तारित हुए प्रकाशित हुए जेन जो स्थान जेन बाग व्यज्यते जस्य व्यक्ति आकाश आत्मन हे मुनिगण एटा आकाश रे जत अभिव्यक्त हो जाए से आत्मार उत्थित भाव बर्तमान शब्द परिणत है मु जहा भावुची मोर अंतःकरण जहा चाहूची प्रथमे से ध्वनि दुहई ता द्वारा धीरे 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 बाहर प्रकाश होला कौन आकाश रे खेलीगला पाखे छड़ा होता लोक शुणला कहीं कांदुचुर अंतःकरण भितर दुख जात हो कहीं कांदुचुल बोली पचारा बाहर थी लोक से कर्दन रूपे बाहर प्रकाश पाई ये समस्तर ये वाक्य ये ध्वनि ये सब आत्मा अंतःकरण भीतर अंतःकरण तो नुह आत्मा भीतर जो भाव उत्पन्न होचे आत्मार से भाव ये ध्वनि विभिन्न अवस्था प्राप्त है कम चट अक्षर है ता भीतर फेणे हर्ष विषाद आनंद ये सब भाव रही ये सब मिशी बाहर व्यक्त हो प्रसारित हो ये समस्तर कारण होची से ध्वनि से ध्वनि टी यदि आम धरी पारिबा ताले समस्त वाक्य को आम सुंदर भाव में नियंत्रण करि परिबा एवं सहजरे मंत्र सिद्धि करने निमंते ये वाक्यर एकांत प्रयोजनीयता अच्छी ध्वनिर ये ध्वनि की टिके ना आयत्त करें ताहा द्वारा तत्क्षणात मंत्र सिद्धि है आम एत मंत्र आगे सब मुनि ऋषि मैंने मंत्र सिद्धि केमी करुले सब साधना करी से ध्वनि की धरी मंत्रकल्प नामक शास्त्र निर्देश अनुसार मंत्र को सिद्धि कर अल्प समय आयत्त होता से शक्ति जार अच्छी गोटे मंत्र पाइले आगे कौन होता कि अस्त्र शस्त्र गुड़ाक सब केमी आयत्त करुले धन्यात्मक मंत्र मंत्र गुड़ा केमी आयत्त करुले गुरु पाखे बसुले से मंत्रटी देदेले सांगे सांगे कान कहीदे किए से द्रोण सांगे सांगे अर्जुन होगा साधना करने पड़ुला से कौशलता बतई दूसरे या से शक्ति अच्छी भीतर ध्वनि शुणवे सांगे सांगे सिद्धि हो जाऊला एमती बहुत कथा अच्छी तरबरिया कहले किसी लाभ ना बेल हो गला 5 मिनिट 7 मिनिट बेसी होगलानी एतिक भागवत विश्राम करूँ कुआड़े पलि जाऊँगी घंटाए जना पड़ुनी कटा कड़ा गठन हेल्ले आसंता काली सब अधा अधा गुड़ा रही आसंता काली तो करहबनी परदिन बस आलोचना करवा।